ହୋଟେଲର ଦେହ ବ୍ୟବସାୟ ଘଟଣା ଦୀପକ ହୋଟେଲକୁ ସିଲ୍ କଲା ପ୍ରଶାସନ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଥିବା ଦୀପକ ହୋଟେଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ଦୀର୍ଘ ଦିନ ଧରି ଉକ୍ତ ହୋଟେଲ ଭିତରେ ଦେହ ବ୍ୟବସାୟ ଚାଲିଥିଲା। ଖବର ପାଇ ଗତ 30 ତାରିଖ ସନ୍ଧ୍ୟାରେ ନୟାଗଡ଼ ସଦର ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଇଟାମାଟି ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ସଦଳ ବଳେ ହୋଟେଲ ଉପରେ ଚଢ଼ଉ କରି ଜଣେ ଦେହ ବ୍ୟବସାୟୀଙ୍କୁ ଧରିଥିଲେ ଏବଂ ହୋଟେଲ ମାଲିକଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଉକ୍ତ ହୋଟେଲକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।